ଆଜି ନା ମୋ ପୁଅର ପୁରା ଆଶା ପୂରଣ ହେଇଯିବ। କାହିଁକି କହିଲେ ମାନେ କାଲି ରାତିରେ ଜଣେ ଖୁଡ଼ି ଶାଶୁ ହେବେ ସିଏ ମାନେ କଖାରୁ ଫୁଲ ପିଠଉ କରିଥିଲେ 4-5ଟା ଦେଇଥିଲେ। କହିଲେ ନେଇକି ତୋ ପୁଅକୁ ଦବୁ ଖାଇବାକୁ। ସିଏ ସେଇ ଫୁଲ ପିଠଉ ଖାଇ ଦେଇଛି। ତାପରେ ମୋତେ କହିଲେ କି ଆସି ମମି ଆଉ ଆମର ତ ପିଠଉ କରିଲେ ହଅନ୍ତାନି। ମୁଁ କହିଲି ବାବା ଫୁଲ ତ ନାହିଁ, କଖାରୁ ଫୁଲ ନାହିଁ, କେମିତି କରିବି? ତାପରେ ଆମ ଗାଁର ଜଣେ ବଡ଼ ଶାଶୁ ହେବେ ବଡ଼ ବୋଉଙ୍କୁ କହିଲେ ବଡ଼ ବୋଉ ଦିଟା ଫୁଲ ଆଣିବ, ମୋ ପୁଅ କହୁଛି ଖାଇବା ପାଇଁକା। ନା ହଉ ତାହେଲେ ମୁଁ ଆଣିବି। ସିଏ ମୋତେ କହିଥିଲେ କିନ୍ତୁ ସକାଳ ଟାଇମ୍ରେ ଆଣିବେ ବୋଲି କହିଥିଲେ, ସକାଳ ଟାଇମ୍ରେ ଆଣିଲେନି, ଦ୍ୱିପହରକୁ ଆଣିଥିଲେ। ଏଠି ଦେଇଛନ୍ତି ମୋତେ ଏଠି କଖାରୁ ଫୁଲ ତା ସାଙ୍ଗରେ ଡଙ୍କ ବି ଦେଇଛନ୍ତି। ଆଉ କହିଲେ ନେ ଡଙ୍କ ରାଇ କରିବୁ ଆଉ କଖାରୁ ଫୁଲ ପିଠଉ କରିଦେବୁ। ଏତେ ସାରା ଫୁଲ ଦେଇଛନ୍ତି ଯେ ଯାହାକି 2-3 ଦିନ ହେବ। ମାନେ ଏତେ ପିଠଉ ବା କଲେ ଅଯଥାରେ ନଷ୍ଟ ହେବ, ଅଧିକ କଲେ ଭଲ ଲାଗିବନି ଖାଇବାକୁ। ମୁଁ ଏଥିରେ ରଖିଦେବି, ଅଧେ ରଖିଦେବି ଆଉ ଅଧେ କରିବି ପିଠଉ। ଏଠି ଡଙ୍କ ପୁଳାଟେ ବି ଦେଇଛନ୍ତି। ଡଙ୍କ ଯେହେତୁ ଶନିବାର ଥିଲା ମୁଁ ଆଉ କରିନଥିଲି, ରବିବାର ବି ଆଇଁଷ ବାର, ଡଙ୍କ ରାଇ କଲେ କେହି ଖାଇବେନି, ସେଥିଲାଗି ମୁଁ ଡଙ୍କ ରଖିଦେଲି ସବୁ ଫ୍ରିଜରେ ରଖିଦେବି। ତ ପିଠଉ ଖାଲି ଫୁଲର ପିଠଉ କରିଦେବି, ସେ ଖାଇବ ମୋ ପୁଅ। ଆଉ ଡଙ୍କଟା ରଖିବି, ସୋମବାର ଦିନ ରାଇ କରିବି। ଡଙ୍କର ବି ଗୋଟେ ବଢ଼ିଆ ରେସିପିଟେ ଦେଖେଇବି। ତାପରେ ଫୁଲ ତକ ବାଛି ଦେଉଛି, ଏଠି ଫୁଲ ବାଛିକି ସବୁ ଧୁଆଧୁଇ କରି ଥୋଇଦେବି, ସନ୍ଧ୍ୟାବେଳକୁ ପିଠଉ କରିବି।